ଏ ଶୁଣ ଏ ଆରେ ସେ ବିରକ୍ତି ଭାବ ଛାଡ଼ ଏବେ ଖୁସି ମନରେ ମୋ କଥା ଟିକେ ଶୁଣ। କଣ କଥା ଶୁଣେ? ଆମ ଈଶ୍ୱର କଥା। ବଡ଼ ଭାଇ ମତେ ଯୋଉ ଦାୟିତ୍ୱ ଦେଇଯାଇଥିଲେ ଆଜି ସେଇ ଦାୟିତ୍ୱକୁ ମୁଁ ଈଶ୍ୱର ନାଁରେ କାଗଜ ପତ୍ରରେ କରିବାକୁ ଯାଉଛି। ସବୁ କାମ ପ୍ରାୟ ସରିଯାଇଛି। ଖାଲି କେତେଟା ଦସ୍ତଖତ କରିଦେଲେ ଈଶ୍ୱର ନାଁରେ ରେଜିଷ୍ଟ୍ରି ହବ। ତାମାନେ ତମେ ହଁ ସୁଧା ଆରେ ମୁଁ ଓକିଲ ପାଖକୁ ଯାଇ ସବୁ କାମ ସାରି ଦେଇଛି। ତାମାନେ ତମେ আরে চুপে রইলো কেন? কুহ আরে কোড়ে যে মত তো খুলে গলি কুহ আরে কোন করেছো তবে? বাবা ଆମ କମ୍ପାନୀର ଶ୍ରମିକମାନେ ଏକଥା ଜାଣି ସାରିବା ପରେ ସେମାନେ ପୁରା ଖୁସିରେ ପାଗଳ ହେଇଯାଇଛନ୍ତି। ପାଗଳ ଫଙ୍କସନ କରିବା ପାଇଁ। ଆରେ କିଏ କହୁଛି ଏମିତି କରିବା, କିଏ କହୁଛି ସେମିତି କରିବା। ଆରେ ବାବା ସେ ପୁରା ପାଗଳ ହେଇଯାଇଛନ୍ତି। ପାଗଳ। ଏ ତମେ ପାଗଳ ହେଇଛି ନା ତୁ? ମୁଁ ପାଗଳ ନୁହେଁ ସୁଧା। ଆରେ ମୁଁ ମହାପାଗଳ ହେଇଯାଇଛି। ମହାପାଗଳ। କିନ୍ତୁ ମୁଁ ସେମାନଙ୍କୁ ସିଧା ସିଧା କହିଯାଇଛି ଏଥର ଫଙ୍କସନଟା କିନ୍ତୁ ମୋ ହିସାବରେ ହବ। ତମେ ଦେଖିବ ସୁଧା ଆରେ କେତେଟା ଜାଗାରେ ରାଜା ଦଶରଥ ଯୋଉଭଳି ଭାବରେ ଅଭିଷେକ କରି ଆୟୋଜନ କରିଥିଲେ ମୁଁ ଠିକ ସେଇଭଳି ଭାବରେ କରିବି। କୋଉଠାରେ କଣ କରିବିନି ବାହା। କିନ୍ତୁ ରାମଚନ୍ଦ୍ର କେବେ ରାଜା ହେଇପାରିନଥିଲେ। କିନ୍ତୁ ମୋ ସିଂହାସନରେ ନିଶ୍ଚୟ ଅଭିଷିକ୍ତ ହବ। ଓ ଏତେ ଭରସା ବିଶ୍ୱାସ ଅଛି ତାହେଲେ ତମ ଉପରେ? ଶନିବାରଟା ସ୍ୱାଭାବିକ। କାହିଁକି କୋଉଥିପାଇଁ? କାହିଁକି ନା ସେତେବେଳେ ସେଠାରେ କୈକେୟୀ ଥିଲେ। ଏଠି ଗଲେ କୈକେୟୀ ନାହାନ୍ତି। ଯଦି କୈକେୟୀ ନାହାନ୍ତି ତାହେଲେ କଣ ସୃଷ୍ଟି ହେଇପାରିବେନି? କଣିକା ତାହେଲେ ଠିକ କହୁଥିଲା। ସତରେ ତମ ମୁଣ୍ଡଟା ଖରାପ ହେଇଯାଇଛି। ତା ନହେଲେ ତମ ଭଳି ମହାପାତ୍ରରେ କେବେ କୈକେୟୀ ଶବ୍ଦଟା ବାହାରି ନଥାନ୍ତା କି? ଆରେ ପଶି ନଥାନ୍ତା। ମୁଁ କହୁଛି